ବିଜେଡି ଦିନରେ ସ୍ୱପ୍ନ ଦେଖୁଛି। ଆଜି ଆମେ ଖବରକାଗଜରୁ ପଢିଲୁ ଏକଥା। ମୁଁ ଭାବୁଛି ଭାରତୀୟ ଜନତା ପାର୍ଟିର ନେତୃତ୍ୱଙ୍କ ପାଖେ ଏ କଥାର ସମ୍ପୂର୍ଣ୍ଣ ବିବରଣୀ ନଥାଇପାରେ। ନଈ ନ ଦେଖିକି ଲଙ୍ଗଳା ହେଲା ଭଳି ମତେ ଲାଗୁଛି ବିଜୁ ଜନତା ଦଳ ପ୍ରତ୍ୟେକ କଥାରେ ଭାରତୀୟ ଜନତା ପାର୍ଟି ବା ସରକାରକୁ କାଠଗୋଡ଼ାରେ ଠିଆ କରିବା ପାଇଁ ଚେଷ୍ଟା କରୁଛି। ଭୁଲି ଯାଉଛନ୍ତି ସେମାନେ 24 ବର୍ଷ ସରକାରରେ ଥିଲେ। ତାଙ୍କ ବେଳେ ଯୋଉ ଯୋଉ ନିର୍ବାଚନ ବନ୍ଦ ହେଇଥିଲା କିମ୍ବା ଲେଟ୍ ହଉଥିଲା, ବିଭିନ୍ନ ନିର୍ବାଚନକୁ ଆପଣ ମାନେ ଦେଖିପାରିବେ। କଲେଜ ଇଲେକ୍ସନକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ, ସେଇଭଳି ବିଭିନ୍ନ ନିର୍ବାଚନକୁ এইভাবে ভাবে ডেরি হচ্ছিল। তাহলে সেমানে সে কথা করুଥିଲେ। দেখন্তু ইলেকশন কমিশনর এক সেপারেট বডি বা তার অটোনমাস, তার নিজস্ব দায়িত্ব এবং অধিকার রয়েছে। সে চাইলে কেউ মুহূর্তে কোণ পরিস্থিতি দেখিকি নির্বাচন ঘোষণা করে পারନ୍ତି। যদি জনগণনাକୁ ନେଇକି ଡେରି ହେବାର ଥିବ, ଇଲେକ୍ସନ କମିଶନର କହିପାରିବେ। ସେ କଥା କୌଣସି ଦଳର, ଏହା କୌଣସି ଦଳର ବ୍ୟାପାର ନୁହେଁ, ନା ଭାରତୀୟ ଜନତା ପାର୍ଟିର, ନା କଂଗ୍ରେସର, ନା ବିଜୁ ଜନତା ଦଳ। ତେଣୁ ଯଦି ଡେରି ହେବାର ଥିବ ବା ଡେରି ହେବାର କୌଣସି ବିଧି ବ୍ୟବସ୍ଥାରେ ଥିବ, ତାହେଲେ ଇଲେକ୍ସନ କମିଶନର ସେ କଥା ଘୋଷଣା କରିବେ। ଆମେ ଚାହୁଁଛୁ ନିର୍ବାଚନ ଠିକ୍ ସମୟରେ ହଉ। ନିର୍ବାଚନ ଯେଉଁ ସମୟରେ ସାଧାରଣ ଲୋକ ନିର୍ବାଚିତ କରନ୍ତି, ନିର୍ବାଚିତ ପ୍ରତିନିଧି ମାନଙ୍କୁ, ପଞ୍ଚାୟତ ହଉ, ଅର୍ବାନ ହଉ ବା ସାଧାରଣ ନିର୍ବାଚନ, ସେ ଦାୟିତ୍ୱ ଇଲେକ୍ସନ କମିଶନର। ସେ କଥା ଇଲେକ୍ସନ କମିଶନର ବୁଝିବେ। ବିଜୁ ଜନତା ଦଳ ଅଯଥାରେ ବିଳିବିଳି ହୁଅନ୍ତୁ ନାହିଁ। ଯେତେବେଳେ ଯାହା ହେବା କଥା ଠିକ୍ ସମୟରେ ହେବ ଏବଂ ଲୋକ ତାର ଜବାବ ମଧ୍ୟ ଦେଇଛନ୍ତି। 24ରେ ଦେଇଛନ୍ତି ବାଇ ଇଲେକ୍ସନରେ, ଆଗାମୀ ଦିନରେ ମଧ୍ୟ ଦେବେ। ରାଜ୍ୟ ସଭାପତି, କାରଣ ଆପଣମାନେ ଜାଣିଛନ୍ତି ମିଶ୍ରଣ କାର୍ଯ୍ୟକ୍ରମ ରାଜ୍ୟର ସଭାପତି ଏବଂ ରାଜ୍ୟର ନେତୃତ୍ୱ ମଣ୍ଡଳୀ ଯେଉଁମାନେ ଅଛନ୍ତି ସେ ଦାୟିତ୍ୱରେ ସେମାନେ ବୁଝିବେ। ବହୁତ ଆମ ଦ୍ୱାରା ତ ସମସ୍ତଙ୍କ ପାଇଁ, ଇଏ ତ ବିଶ୍ୱର ସର୍ବବୃହତ ଦଳ। କେବଳ ପ୍ରଭାତ ବିଶ୍ୱାଳ କାହିଁକି, ଆପଣମାନେ ଦେଖିଛନ୍ତି ଅତୀତରେ ବହୁତ ଲୋକ ମିଶିଲେଣି ବହୁତ ଦଳରୁ। ତେଣୁ ଯିଏ ଯିଏ ମିଶିବେ ସେମାନେ ସେ କଥା ରାଜ୍ୟ ସଭାପତିଙ୍କର ଅନୁମୋଦନ କ୍ରମେ ବା ରାଜ୍ୟ ନେତୃତ୍ୱଙ୍କ ଅନୁମୋଦନ କ୍ରମେ ମିଶିବେ। ତା ଦେହରେ କିଛି ଅସୁବିଧା ନାହିଁ। ଅଦିନିଆ ରଥଯାତ୍ରା ଇସ୍କନ କରୁଛି, ଓଡ଼ିଆ ଅସ୍ମିତା ପ୍ରତି ଗୋଟେ ଆଘାତ ବୋଲି ଆପଣ ଭାବୁଛନ୍ତି? ସେ କଥା ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ଗଲାଣି କଥା ଏବଂ ଆ ଦେହରେ ପୁରୀର ରାଜା ମଧ୍ୟ କ୍ଷୁବ୍ଧ ଏବଂ ସବୁ ଓଡ଼ିଆ ଲୋକଙ୍କୁ, ଜଗନ୍ନାଥ ପ୍ରେମୀମାନଙ୍କୁ ମଧ୍ୟ ଆଘାତ ଦେଇଛି। ନିଶ୍ଚିତ ଭାବେ ଏ ତ ପୁରା କେନ୍ଦ୍ର କୋର୍ଟକୁ ଗଲାଣି ବଲ୍, ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଫେରାଦ ହେଲାଣି। ତେଣୁ ତା ଉପରେ କ'ଣ ଆମ ସମସ୍ତଙ୍କୁ, ଆପଣଙ୍କୁ ଆଘାତ ଲାଗୁନାହିଁ? ଆମ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ଯେତେବେଳେ ଜଗନ୍ନାଥ ସଂସ୍କୃତିର ନୀତି ନିୟମକୁ ଭାଙ୍ଗିକିରି କିଏ କେଉଁଠି କରୁଛନ୍ତି, ଆମକୁ ବି କଷ୍ଟ ହେଉଛି, ଆପଣମାନଙ୍କୁ ମଧ୍ୟ କଷ୍ଟ ହେଉଛି। ଆମ ସମସ୍ତଙ୍କୁ, ଯେଉଁମାନେ ଜଗନ୍ନାଥଙ୍କ ପ୍ରେମୀ ବା ଜଗନ୍ନାଥଙ୍କୁ ଭଲ ପାଆନ୍ତି, ଜଗନ୍ନାଥଙ୍କୁ ଭକ୍ତି କରନ୍ତି, ସମସ୍ତଙ୍କୁ କଷ୍ଟ। ଏଭଳି ହେବା ଉଚିତ ନୁହେଁ। ସେମାନେ ଯେହେତୁ ବାହାରେ କରୁଛନ୍ତି, କ'ଣ କ'ଣ ନୀତି ନିୟମ ଅଛି ତାକୁ ଯେହେତୁ କେନ୍ଦ୍ର ସରକାର ବା କେନ୍ଦ୍ର ପାଖକୁ ଗଲାଣି, ତା ଉପରେ ସେମାନେ ବିଶେଷ ଭାବରେ ବିଚାର କରି